ବାଲେଶ୍ୱର ଜିଲ୍ଲା ସିମଲା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଥିବା ବେଆଇନ କରଦଖଲ ଉପରେ ବନ ବିଭାଗର ଚଢ଼ଉ। 4 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା କାଠ ଏବଂ ଯନ୍ତ୍ରାଂଶ ଜବତ। ସୂଚନା ଅନୁଯାୟୀ ଗୋବିନ୍ଦପୁର ଗ୍ରାମରେ ଦୀର୍ଘ ଦିନ ଧରି ବେଆଇନ କରଦଖଲ ଚାଲୁଥିବା ବେଳେ କରଦଖଲକୁ ବନ୍ଦ କରିବା ପାଇଁ ସ୍ଥାନୀୟ ଲୋକେ ବାରମ୍ବାର ଦାବି କରି ଆସୁଥିଲେ। ଆଜି ସକାଳେ ବାଲେଶ୍ୱର ଫରେଷ୍ଟ ଡିଭିଜନର ଏସିଏଫ୍ ସୁଶ୍ରୀ ସସ୍ମିତା ସାହୁ ଏବଂ ଚାନ୍ଦିପୁର ୱାଇଲ୍ଡ ଲାଇଫ୍ ଡିଭିଜନର एसीएफ जयश्री मुर्मूଙ୍କ ନେତୃତ୍ୱରେ स्वतंत्र टीम गठन କରି ଗୋବିନ୍ଦପୁର ଗ୍ରାମରେ ଥିବା ବେଆଇନ କରଦଖଲ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ କରଦଖଲର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଥିବା ବେଳେ 4 ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କାଠ ଏବଂ ଯନ୍ତ୍ରାଂଶ ବନ ବିଭାଗ ଜବତ କରିଛି। ଏହି ଚଢ଼ାଉରେ ଲଙ୍ଗଳେଶ୍ୱର ଫରେଷ୍ଟ ବିଟ୍ର ଫରେଷ୍ଟର ହୃଷିକେଶ ପ୍ରଧାନଙ୍କ ସମେତ ଜଳେଶ୍ୱର ଫରେଷ୍ଟ ରେଞ୍ଜର ସମସ୍ତ ଅଧିକାରୀ, ମ୍ୟାଜିଷ୍ଟ୍ରେଟ୍ ହିସାବରେ ବସ୍ତା ଅତିରିକ୍ତ ତହସିଲଦାର ଏବଂ ସିମଲା ଥାନା ପୋଲିସ ଟିମ୍ ସାମିଲ ହୋଇଥିଲେ। ବସ୍ତାରୁ ସୁଶାନ୍ତ ପ୍ରଧାନଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।